ଆମର ଆଜ୍ଞା ଆଜି ତିନିଶହ ରାସ୍ତା 10 ଟନ କାପାସିଟି ପାଇଁ ଆମେ ସବୁ ବନେଇଛୁ ଡିଜାଇନ ଅନୁସାରେ। କିନ୍ତୁ ଆମେ ଯେତେବେଳେ ବନେଇଲୁ ସେ କ୍ରସର ନଥିଲା। ତାପରେ ଗାଡି ଆମ କାମ ଆରମ୍ଭ କ୍ରସର ଚାଲିଛି। ସେ 25 ଟନ ପାଖାପାଖି ଲୋଡର ଗାଡି ଯାଉଛି। ଯାହାଫଳରେ କି ରାସ୍ତା ଟିକେ ଦବି ଯାଇଛି। ଆମେ ଆକୁ ପୁରା ଉଠେଇକିନା ଭଲ ଭାବେ କରିବାକୁ ପଡିବ। ସେଟା ପ୍ରତିଶୋଧ ଦଉଛି, କିଛି ଅସୁବିଧା ହବନି ଲୋକମାନଙ୍କର। ବିଧାୟକ ଅସନ୍ତୋଷ ବ୍ୟକ୍ତ କଲେ ରାସ୍ତା ପାଇଁ। ହଁ, ବିଧାୟକ ତ ବହୁତ ଅସନ୍ତୋଷ ହେଲେ ମୁଁ ଜାଣିଲି। ଆମେ ତାର ଷ୍ଟେପ ନବୁ, ସେ କଣ୍ଟ୍ରାକ୍ଟରକୁ ନାଁରେ ଲେଖିବୁ। ଆଉ କାମକୁ ଆଉଥରେ ପୁନର୍ବାର ଭଲ ଭାବେ କରିବୁ। ପିଚୁକୁ କାଢିକି ସେ ନିଜେ ହାତରେ ଆଙ୍ଗୁଠି ମଧ୍ୟ ମାପିଲେ ତାକୁ ଆମେ ଆଜ୍ଞା ଯୋଉ ପର୍ସନ ଖରାପ ହେଇଛି ପୁରା ଉଖାଡିନା ସେଟା ଫିଙ୍ଗିକିନା ଭଲ ଭାବେ କରିବୁ। ପୁରା ମେଟାଲିଂ ଦେଇକିନା ଆହୁରି ଭଲ କରିବୁ। ବିଧାୟକ କଣ୍ଟ୍ରାକ୍ଟର ବିରୁଦ୍ଧରେ ବ୍ଲକ ଲିଷ୍ଟ କରିବାକୁ କହୁଥିଲେ। ହଁ, ଆପଣ ବିଧାୟକ ସାର୍ ମତେ କହୁଥିଲେ ଚିଠି କରିବା ପାଇଁ। ଆଜି ଗଲେ କାଲି ସେଟା ଚିଠି ଲେଖିକିନା ଆକ୍ସନ ନବୁ। ସେ ଅନୁସାରେ ରାସ୍ତାକୁ ପୁରା ସମ୍ପୂର୍ଣ୍ଣ ଭଲ ଭାବେ କରିନା ଲୋକଙ୍କୁ ସଜାଡ ଯେମିତି ଲାଗିବ ସେଟା ଆମେ ଚେଷ୍ଟା କରିବୁ। ବିଧାୟକ ଅଭିଯୋଗ କରିଛନ୍ତି ଜେଇ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର। ଆପଣ କଣ ମଧୁଚନ୍ଦ୍ରିକା? ନାହିଁ ଆଜ୍ଞା, ସେମିତି କିଛି ନାହିଁ। ଆମେ କ୍ୱାଲିଟି ଅନୁସାରେ ଯେତିକି ଥିକନେସ୍ ସେ ଅନୁସାରେ ବି କରିଛୁ। ଲୋଡେଡ ଗାଡି ଯାଇ ଏମିତି ହେଇଛି। ଅଧିକା ଲୋଡ ଯିବା ଦ୍ୱାରା ରାସ୍ତାରେ ଖରାପ ହେଇଛି। ଆଉ ସେମିତି ହବନି। ଆମେ ପୁରା ଉଖାଡିଆ ଫିଙ୍ଗି ଦବୁ। ସେ ଯେତିକି ଖରାପ ହେଇଛି ପୁଣି ପୁନର୍ବାର ସେଟା କରିବୁ। ନାଇଁ ଆଜ୍ଞା, ସେ ତାର ନିଜ ଖର୍ଚ୍ଚରେ କରିବ। ସେଟା କିଛି ସରକାର ପଇସା ଖର୍ଚ୍ଚ ହବନି। କଣ୍ଟ୍ରାକ୍ଟକୁ ଚିଠି ଲେଖିବୁ, ସେ ତାର ଓନ୍ ଆରେଞ୍ଜମେଣ୍ଟ ସେ କରିବ। କିଛି ପେମେଣ୍ଟ ଗୋଟେ ବି ହବନି। ଯେତେ ପେମେଣ୍ଟ ହେଇଯାଇଛି। କେତେ ପେମେଣ୍ଟ ହେଇଛି ବର୍ତ୍ତମାନ ସୁଦ୍ଧା? 28% ପେମେଣ୍ଟ ହେଇଛି। ନବରଙ୍ଗପୁର ଡଙ୍ଗରଭେଜା ଯାଉଥିବା PWD ରୋଡ ଖୁଣ୍ଟିଆ ଛକରୁ ଆପଣଙ୍କର ତାରାଗୁଡ଼ା ଆଉ ଡେଙ୍ଗା ଟତାଗୁଡ଼ା ଦେଇକରି ଯୋଉ ପ୍ରଧାନମନ୍ତ୍ରୀ ରାସ୍ତା ଯାଇଛି 2022 ଆରମ୍ଭ ହେଇକି 2023 ସରିବା କଥା। କିନ୍ତୁ 2022-23 କାମକୁ ଏମାନେ ସ୍ଲୋ କରି 2024 ସାଧାରଣ ନିର୍ବାଚନ ଥିବା ବେଳେ ଯେତେବେଳେ କାମ ଯଦି କରିଦେଲେ କୌଣସି ଅଧିକାରୀ କିମ୍ବା କୌଣସି ପ୍ରତିନିଧି ଦେଖିବେ ନାହିଁ, ତାହାର ଲାଭ ଉଠେଇକି ଖୁଣ୍ଟିଆରୁ ଯୋଉ ଡେଙ୍ଗାଟଟାଗୁଡ଼ା ଯାଇଛି ସେ ରାସ୍ତା ତରତରିଆ ଭାବରେ ଆରମ୍ଭ କରିଦେଇଥିଲେ। ଏବଂ ସରକାରର ଯୋଉ ନିୟମ ପ୍ରକାର ଅଛି, ମାଟି କେତେ ଲାଗିବା କଥା, ମୁରୁମ ଚିପ୍ ଗୋଡ଼ି ମେଟାଲ କେତେ ଲାଗିବା କଥା, ବଜରି କେତେ ଲାଗିବା କଥା, ପିଚୁ କେତେ ମିଶିବା କଥା, ସମ୍ପୂର୍ଣ୍ଣ ଫଲୋ କରୁନାହାନ୍ତି ସରକାରର ଗାଇଡଲାଇନକୁ ଏବଂ ରାସ୍ତା ତିଆରି କରିଦେଇଛନ୍ତି। ଯାହା ଫଳରେ କି ଏବେ ଯୋଉ ଗାଡ଼ି ଘୋଡ଼ା ଯାଉଛି ସେଇଠି କାଦୁଅ ରାସ୍ତାରେ ଗୋଟିଏ 4 ଚକିଆ ଯାନ ଗଲା ପରେ ଯେମିତି ହୁଏ, ପୁରା ମାଟି ତଳେ ଯେମିତି ଚକା ପଶିଯାଏ, ସେଠି ଆଉ କିଛି ଦେଖାଯାଉଛି ନା ଚିପ୍ସ ଦେଖାଯାଉଛି, ନା ମେଟାଲ ଦେଖାଯାଉଛି, ନା ମୁରୁମ ଦେଖାଯାଉଛି। ପୁରା କାଦୁଅ ରାସ୍ତା ଭଳିଆ ହେଇଯାଇଛି। ବୋଧେ ଏଇଟା ଭାରତ ବର୍ଷର କୌଣସି ଜାଗାରେ ମଧ୍ୟ ଏମିତି ନିମ୍ନମାନର କାମ ହେଇନଥିବ। ସେଥିପାଇଁ ଆଜି ସ୍ଥାନୀୟ ଯୋଉମାନେ RDର ଦାୟିତ୍ୱ ଅଛନ୍ତି, SDO ଜେଇ ମହୋଦୟ, ସେମାନଙ୍କୁ ଡାକି ମୁଁ ଦେଖେଇଥିଲି ଅତି ନିମ୍ନମାନର କାମ। ସେମାନେ ବି ଅନ୍ୟ ପ୍ରକାର କଥା ଯାକ କହିକି ବୁଲାଉଛନ୍ତି। ତାକୁ ଆମେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବୁ ଏବଂ କେନ୍ଦ୍ର ସରକାର ମଧ୍ୟ ଦୃଷ୍ଟି ଆକର୍ଷଣ କରି ଯୋଉମାନେ ଦାୟୀ এই ରାସ୍ତା ଖରାପ ପାଇଁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 24 ବର୍ଷ କାଳର ତାଙ୍କର କଲର ଛାଡ଼ି ନାହିଁ। ବୋଧେ ସେମାନେ ବି ଭାବୁଛନ୍ତି ଯେ ଗତ 84-85 ଦିନ ପୂର୍ବରୁ ଯୋଉ କାମ ହଉଥିଲା 24 ବର୍ଷ ଧରି, ସେଇ କାମ କଲେ ଚଳିଯିବେ, ବଞ୍ଚିଯିବେ ଭାବୁଛନ୍ତି। ସେମିତି ହେଇପାରିବ ନାହିଁ। ବର୍ତ୍ତମାନ ଯଶସ୍ୱୀ ମୋହନ ସରକାର ଆସିଲାଣି, କେବେ ମଧ୍ୟ ପ୍ରଶ୍ରୟ ଦିଆଯିବ ନାହିଁ। ମଧୁଚନ୍ଦ୍ରିକା ହେଇଛି କି ଅଭିଯୋଗ ଆପଣଙ୍କୁ? ହେଇଥାଇପାରେ, ଯଦି ନହେଲେ ଏମିତି ରାସ୍ତା କାହିଁକି ହେଇଥାନ୍ତା? ହେଇଥାଇପାରେ। ସେଠି ଆପଣ ଦେଖୁଥିଲେ, ମୁଁ ତ ଚାଲିକି ଗଲା ବେଳକୁ କାଦୁଅ ହେଇଛି, ପାଣି ଜମିକରି ଅଛି। ହାତରେ ଖୋଲିଲା ବେଳକୁ ସେ ପିଚୁ ବାହାରି ପଡୁଛି, ମେଟାଲ ବାହାରି ପଡୁଛି। ସେଠି ଦେଖିଲା ବେଳକୁ ମୁରୁମ ନାହିଁ। ନିଶ୍ଚୟ ନିମ୍ନମାନର ହେଇଛି। ଆଉ କଣ ସଲାସୁତୁରା ବି ହେଇଥାଇପାରେ। ଦେଖିବା, ସେମାନେ ମୁଁ ଏକ୍ଜୁନର ନାହାନ୍ତି କଣ ଲେଖିଛନ୍ତି ତାର ବିରୋଧରେ। ଆଉ ଏଇଟା ପାଖାପାଖି 88% ବିଲ୍ ମଧ୍ୟ ହେଇଯାଇଛି। ବାକି ବିଲ୍ ଏବେ ବନ୍ଦ କରିବା ପାଇଁ କୁହାହେଇଛି। ଆଉ ନୂଆ ରାସ୍ତା ମଧ୍ୟ ତିଆରି କରାହବ। କେତେ ସନ୍ତୁଷ୍ଟ ଅଛନ୍ତି ଆଜି କାମ? ବିଲକୁଲ ସନ୍ତୁଷ୍ଟ ନାହିଁ। ସେଇ କାମକୁ ଦେଖିଲେ ଆଜ୍ଞା ସନ୍ତୁଷ୍ଟ ଛାଡ଼ନ୍ତୁ, ଆଖିରୁ ପାଣି ବାହାରିବ। ସନ୍ତୁଷ୍ଟ ଆଉ କୁଆଡ଼େ?